ନମସ୍କାର ଓଡ଼ିଶା। ଆଜି ଜାନୁଆରୀ 14 ତାରିଖ ବୁଧବାର। ଚାଲନ୍ତୁ ଜାଣିବା 10ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଲେ ଗୋଟିଏ ଲାଇକ୍ କରିଦେବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। କାନାଡାର ସବୁଠାରୁ ବଡ଼ ସୁନା ଚୋରି ମାମଲା ବଡ଼ ଅଗ୍ରଗୀତ। 2023 ମସିହା ଟରୋଣ୍ଟୋରେ ପ୍ରିୟଦର୍ଶ ଆନ୍ତର୍ଜାତିକ ବିମାନ ବନ୍ଦରରୁ 20 ନିୟୁତ କାନାଡିଆନ୍ ଡଲାରରୁ ଅଧିକ ମୂଲ୍ୟର ସୁନା ଇଟା ଚୋରି ମାମଲାରେ ଜଣେ 43 ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ଅସଲାମ ଚୌଧୁରୀ। ସେ ଦୁବାଇରୁ ବିମାନରେ ଟୋରଣ୍ଟୋ ପହଞ୍ଚିବା ପରେ ସୋମବାର ସକାଳେ ଗିରଫ ହୋଇଛନ୍ତି। ପିଲ୍ ଆଞ୍ଚଳିକ ପୁଲିସ କହିଛି ଚୌଧୁରୀ ଡିସେମ୍ବର ମାସରେ ତାଙ୍କ ଓକିଲ ମାଧ୍ୟମରେ କାନାଡା ଫେରିବା ବିଷୟରେ ସୂଚନା ଦେଇଥିଲେ। ଏହି ମାମଲା ହାଇ ପ୍ରୋଫାଇଲ ତଦନ୍ତର ଏକ ଅଂଶ। ଚୌଧୁରୀଙ୍କ ବିରୋଧରେ ଚୋରି ଅପରାଧ ଦ୍ୱାରା ଅର୍ଜିତ ସମ୍ପତ୍ତି ଠୁଳ କରିବା ଏବଂ ଷଡ଼ଯନ୍ତ୍ର ଅଭିଯୋଗ ରହିଛି। ଜାମିନ ଶୁଣାଣି ବିଚାରାଧୀନ ଥିବାରୁ ତାଙ୍କୁ ରିମାଣ୍ଡରେ ନିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଏହି ମାମଲାର ମୁଖ୍ୟ ସନ୍ଦିଗ୍ଧ ଭାରତରେ ଥିବା ସନ୍ଦେହ କରାଯାଉଛି। ଏହି ଚୋରି ମାମଲାରେ ଏପର୍ଯ୍ୟନ୍ତ 10 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ଆର୍ଥିକ ନିଷ୍ପତ୍ତି ନେଇଛନ୍ତି। ଇରାନ ସହ ବାଣିଜ୍ୟିକ କାରବାର କରୁଥିବା ଦେଶଗୁଡ଼ିକ ଉପରେ 25% ଶୁଳ୍କ ଲଗାଯିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଲାଗୁ ହେଲେ ଭାରତ ପୁନର୍ବାର ଭାରି ପ୍ରଭାବିତ ହେବ। ଗତ ବର୍ଷ ଅଗଷ୍ଟରୁ ଭାରତ ଉପରେ ଆମେରିକା 50% ଶୁଳ୍କ ଲଗାଇଛି। ଏଥିରେ 25% ଭାରତ ଚଢ଼ା ଶୁଳ୍କ କାରଣରୁ ଅନ୍ୟ 25% ରୁଷ ଠାରୁ ତେଲ କିଣିବା କାରଣରୁ ଲାଗିଛି। ଏବେ ଅତିରିକ୍ତ 25% ଶୁଳ୍କ ଲାଗୁ ହେଲେ ଭାରତର ଆମେରିକାକୁ ରପ୍ତାନି ଉପରେ ମୋଟ 75% ଶୁଳ୍କ ଲାଗିବ। ତେହେରାନ ସ୍ଥିତ ଭାରତୀୟ ଦୂତାବାସ ଅନୁସାରେ ଇରାନ 5ଟି ବଡ଼ ବାଣିଜ୍ୟ ସହଯୋଗୀ ଦେଶ ମଧ୍ୟରେ ଭାରତ ଅନ୍ୟତମ। ଭାରତ ଇରାନକୁ ଚାଉଳ, ଚା, ଚିନି, ଔଷଧ, ବୈଦ୍ୟୁତିକ ଯନ୍ତ୍ରାଂଶ ଓ ପ୍ରକୃତି ଗହଣା, କୃତ୍ରିମ ଗହଣା ରପ୍ତାନି କରେ। ଅନ୍ୟପଟେ ଇରାନରୁ ଡ୍ରାଇ ଫ୍ରୁଟ୍ସ ଓ ରାସାୟନିକ ସାମଗ୍ରୀ ଭାରତ ଆମଦାନୀ କରେ। 2024-2025 ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ $1.68 ବିଲିୟନ ପହଞ୍ଚିଛି। ପୂର୍ବରୁ ଇରାନ ଭାରତର ତେଲ ଆମଦାନୀର ଏକ ପ୍ରମୁଖ ସହଯୋଗୀ ଥିଲା। ହେଲେ 2019-2020 ପରେ ଭାରତ ଇରାନ ଠାରୁ ତେଲ କିଣୁନାହିଁ। ଏହି ଘୋଷଣା ଭାରତ ଆମେରିକା ବାଣିଜ୍ୟ ସମ୍ପର୍କକୁ କେତେ ପ୍ରଭାବିତ କରିବ ତାହା ଉପରେ ସମସ୍ତଙ୍କ ନଜର। ୟୁକ୍ରେନ ରୁଷ ପୁନର୍ବାର ଭୟାବହ ରୂପ ନେଇଛନ୍ତି। ରୁଷ ୟୁକ୍ରେନର ଦୁଇଟି ବୃହତ୍ତମ ସହର ବିକ୍ ଓ ଖାର୍କିଭ୍ ଉପରେ ବର୍ଷର ସବୁଠାରୁ ଘନ ଏବଂ ତୀବ୍ର ମିସାଇଲ ଆକ୍ରମଣ ଚଳାଇଛି। ଜାନୁଆରୀ 13 ତାରିଖ ଭୋରରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣରେ ମାତ୍ର 1 ଘଣ୍ଟା ଭିତରେ 20ରୁ ଅଧିକ ବାଲିଷ୍ଟିକ୍ ମିସାଇଲ ମାଡ଼ କରାଯାଇଛି। ୟୁକ୍ରେନୀୟ ଅଧିକାରୀ ଏବଂ ସ୍ଥାନୀୟ ମିଡିଆ ଏହାକୁ ଏ ବର୍ଷର ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି ବର୍ଣ୍ଣନା କରିଛି। ୟୁକ୍ରେନ ଟେଲିଗ୍ରାମ ଚ୍ୟାନେଲରେ ବିସ୍ଫୋରଣ, ସାଇରେନ୍ ଓ ଧ୍ୱଂସ ସ୍ୱରୂପରେ ଭିଡିଓ ସାମ୍ନାକୁ ଆସିଛି। ଆକ୍ରମଣ ପରେ ସହରଗୁଡ଼ିକରେ ଜରୁରୀ ସେବା ସକ୍ରିୟ କରାଯାଇଛି ଏବଂ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି। ରୁଷର ଏହି ଘନ ଆକ୍ରମଣ ୟୁକ୍ରେନ ଯୁଦ୍ଧକୁ ଆଉ ଏକ ଭୟଙ୍କର ପର୍ଯ୍ୟାୟକୁ ନେଇଯାଇଛି। ଆମେରିକା ବିଦେଶୀ ନାଗରିକଙ୍କ ପାଇଁ ବଡ଼ ଝଟକା। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ 1 ଲକ୍ଷରୁ ଅଧିକ ବିଦେଶୀ ନାଗରିକଙ୍କ ଭିସା ରଦ୍ଦ କରିଛି। ଏହି ସମସ୍ତ ଭିସା ଗତ ବର୍ଷ 2025 ମସିହାରେ ରଦ୍ଦ କରାଯାଇଥିବା ବେଳେ ତାହାର ପ୍ରାୟ 8,000ରୁ ଅଧିକ ଛାତ୍ରଛାତ୍ରୀଙ୍କ ଷ୍ଟୁଡେଣ୍ଟ ପରମିଟ୍ ମଧ୍ୟ ସାମିଲ ରହିଛି। ଆମେରିକା ବୈଦେଶିକ ବିଭାଗ ଅନୁଯାୟୀ ସୀମା ସୁରକ୍ଷା ଓ ସାଧାରଣ ସୁରକ୍ଷାକୁ ସୁଦୃଢ଼ କରିବା ଅଭିଯାନର ଅଂଶ ଭାବେ ଏହା ଏପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ବଡ଼ ପଦକ୍ଷେପ। ଆମେରିକାର ବୈଦେଶିକ ବିଭାଗର ଉପମୁଖପାତ୍ର ଟିମ୍ ପିଗେଟ୍ କହିଛନ୍ତି ଯେ ଆମେରିକୀୟ ନାଗରିକଙ୍କୁ ସୁରକ୍ଷା ଦେବା ଓ ଦେଶର ସାର୍ବଭୌମତ୍ୱ ରକ୍ଷା କରିବା ଏବଂ ଏହି କଠୋର ପଦକ୍ଷେପ ନିଆଯାଇଛି। ଟିମ୍ ପିଗେଟ୍ ଆଉ କହିଛନ୍ତି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏହି ଅଭିଯାନରେ ଅଧିକ କଠୋର ରହିଛି। ଏହି ନିଷ୍ପତ୍ତି ବିଦେଶୀ ଛାତ୍ରଛାତ୍ରୀ ଓ ଭିସାଧାରୀଙ୍କର ମଧ୍ୟରେ ଭୟ ଓ ଚିନ୍ତା ସୃଷ୍ଟି କରିଛି। ଜାଳିଦେଲା ଅବ୍ୟବସ୍ଥା ନିଆଁ, ନଷ୍ଟ ହୋଇଗଲା 8 ଏକର ଜମିର ଫସଲ। ଧାନ ଚାଷ ଆରମ୍ଭରୁ ଅମଳ ପର୍ଯ୍ୟନ୍ତ ସବୁରେ କୋଷଣ ଭୋଗୁଛି ଚାଷୀ। କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ, ଆଉ କେତେବେଳେ ଜଙ୍ଗଲ ଜନ୍ତୁ ଉପଦ୍ରବ, ଆଉ ଏବେ ଅଗ୍ନିକାଣ୍ଡ। ଗଞ୍ଜାମ ପାଦଗଡ଼ ଗାଁରେ 3 ଜଣ ଚାଷୀଙ୍କ 8 ଏକର ଜମିର ଫସଲ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି। ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇ ଚାଷୀ ଏବେ କ୍ଷତିପୂରଣ ଅପେକ୍ଷା କରିଛି। ଭଙ୍ଗାଯିବ 9 ତାଲା ରାଜୀବ ଭବନ, ସେଚ୍ ସଦନ। ମନ୍ତ୍ରୀ ଦେଲେ ବଡ଼ ସୂଚନା। ଭଙ୍ଗାଯିବ 9 ତାଲା ବର୍ତ୍ତମାନ ଲୋକସେବା ଭବନ ଅତି ନିକଟରେ ଥିବା 9 ତାଲା ସେଚ୍ ସଦନ ଏବଂ ରାଜୀବ ଭବନକୁ ଭଙ୍ଗାଯିବ। ଏ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତାଙ୍କ କହିବା ଅନୁସାରେ ଏସବୁ କୋଠା ବିପଦସଂକୁଳ ବୋଲି ଘୋଷଣା ହୋଇଛି। ଏହା ସହିତ 3ଟି ପର୍ଯ୍ୟାୟରେ ନୂଆ ଲୋକସେବା ଭବନ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ
ଲୋକସେବା ଭବନ ମୁଖ୍ୟ ଅଫିସଟି ଖାଇବେଳ ଭବନ ନିକଟରେ ନିର୍ମାଣ ହେବ। ଏହାପରେ ପାୱାର ହାଉସ ଛକକୁ ଲାଗି ଏଡିଏମ୍ ଅଫିସ ପାଖରେ ହେବ ନୂତନ ଲୋକସେବା ଭବନ ଅଫିସ। ଭଙ୍ଗାଯିବ ବର୍ତ୍ତମାନର ବିଧାନସଭା କୋଠା। ନୂଆ ବିଧାନସଭା ତିଆରି ହେଲେ ମ୍ୟୁଜିୟମ ହେବ ପୁରୁଣା କୋଠା। ରାଜ୍ୟରେ ନୂଆ ବିଧାନସଭା ତିଆରି ନେଇ ଖବର ଆସିବା ପରେ ଚର୍ଚ୍ଚା ହେଉଥିଲା ଯେ ପୁରୁଣା ବିଧାନସଭା କ'ଣ ହେବ। ଏବେ ଏ ନେଇ ସ୍ପର୍ଶ ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତାଙ୍କ କହିବା ଅନୁସାରେ ବର୍ତ୍ତମାନ ଥିବା ବିଧାନସଭା କୋଠାକୁ ଭଙ୍ଗାଯିବ ନାହିଁ, ଏହାକୁ ସନ୍ତକ ହିସାବରେ ରଖାଯିବ। ଏମିତିକି ଭବିଷ୍ୟତରେ ଏହାକୁ ମ୍ୟୁଜିୟମ ଭାବରେ ମଧ୍ୟ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। 18 ତାରିଖ ସୁଦ୍ଧା ମିଳିବ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାଙ୍କ କହିବା ମୁତାବକ ଯାବତ ସୁଭଦ୍ରା ଯୋଜନାରେ ମୋଟ 4,57,681 ଜଣ ମହିଳା ସାମିଲ ହୋଇଛନ୍ତି। ତାଙ୍କ ଭିତରୁ ନୂଆ କରି 1,78,398 ଜଣ ମହିଳାଙ୍କୁ ସାମିଲ କରାଯାଇଛି, ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ। ଏବେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ବାଦ ପଡ଼ିଥିବା 2,55,265 ଜଣଙ୍କ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ସେ ନେଇ ଏଥର ଏକାବେଳେ 2ଟି କିସ୍ତି ଟଙ୍କା ପାଇବେ। ମିଳିଥିବା ସୂଚନା ଅନୁସାରେ ଅଭିଯୋଗ ଶୁଣାଣି ପରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।